ତ ପିଲାମାନେ ପୁଣି ଥରେ ଆଉ ଏକ ଭିଡ଼ିଓରେ ତମ ସମସ୍ତ +2 ଫାର୍ଷ୍ଟ ଇୟର ପିଲାମାନଙ୍କୁ ଅନେକ ଅନେକ ସ୍ୱାଗତ ଜଣାଉଛି। ପିଲେ ପୂର୍ବେ ଆମେ ପଢିଲେ ଈଶ୍ୱର ଆଜ୍ଞା ଦେଲେ ନନ୍ଦିକେଶ୍ୱର କୁରାଇ ଖଡ଼ ଆହାର ଘାସ ପାଣି କିଛି ଅନନଦ ଗୁଟି ବୋଇଲଇ। ତାମାନେ ଈଶ୍ୱର ଆଜ୍ଞା ଦେଲେ। ଦେଖ ପିଲେ ତମ ମାନଙ୍କର 89 ମିନ୍ସ 89 ପୃଷ୍ଠାକୁ ଦେଖ। ଈଶ୍ୱର ଆଜ୍ଞା ଦେଲେ ନନ୍ଦିକେଶ୍ୱର ପୁରାଇ ଖଡ଼ ଆହାର ଘାସ ପାଣି କିଛି ଅନନଦ ଗୁଟି ବୋଇଲଇ। ତାମାନେ ଈଶ୍ୱର ଆଜ୍ଞା ଦେଲେ, ଈଶ୍ୱର ଆଜ୍ଞା ଦେଲେ, ଈଶ୍ୱର ଆଜ୍ଞା ଦେଉଛନ୍ତି, ଆଉ କଣ କରୁଛନ୍ତି କହିଛନ୍ତି ତ ଶୀଘ୍ର ନେଇକି ବାନ୍ଧି ପକା। କହିଛନ୍ତି ତ ଶୀଘ୍ର ନେଇକି ବାନ୍ଧି ପକା ଇଏ। ଏବଂ ଆଉ ଥରେ ପୁଣି ରାଇ ଆଉ ଥରେ ତାକୁ ଡକେଇକି ନନ୍ଦିକେଶ୍ୱରକୁ ଆଜ୍ଞା ଦେଲେ। କଣ କହିଲେ? କାହିଁକି ନା କାରଣ କାରଣ ବାନ୍ଧୁ କାଳେ ନେଇକି ତା ଆଗରେ ଘାସ ବିଡେ ପକାଇଦେବେ, କାଳେ ବାନ୍ଧୁ ତାକୁ ନେଇକି ପାଣି ଦେଇଦେବେ, କାଳେ ବାନ୍ଧୁ ତାକୁ ନେଇ ଅନ୍ନ ଦେଇଦେବେ, କାଳେ ବାନ୍ଧୁ ତାକୁ ନେଇକି ଆହାର ଦେଇଦେବେ। ଈଶ୍ୱର କହିଲେ ନା 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 ନା, ଆଜି ପରୀକ୍ଷା ସମୟ, ଆଜି ପରୀକ୍ଷା କରାଯିବ, ଆଜି ପରୀକ୍ଷା ହିଁ କରାଯିବ। ତେଣୁ ତାକୁ ଖଡ଼ ଦବୁନି। ଖଡ଼ କହିଲେ ପିଲେ ଶୁଖିଲା ନଡା ତାକୁ ଦବୁନି, ତାକୁ କିଛି ଆହାର ଦବୁନି, ତାକୁ ଘାସ ଦବୁନି, ତାକୁ ପାଣି ଦବୁନି, ତାକୁ ଅନ୍ନ ଦବୁନି, କିଛି ଆଜି ତାକୁ ଦବୁନି। ଆଜି ପରୀକ୍ଷା କରାଯିବ। କଣ କହିଲା? ବଡ ବଡ କଥା କହିଲା। ପତ୍ରଟିଏ ନେଇକି ମୁଣ୍ଡରେ ମାରିଲେ ଖାଦ୍ୟ ମିଳିବ? ଦେଖିବା କେମିତି ତତେ ଖାଦ୍ୟ ମିଳୁଛି। ଆରେ ମୁଁ ତୋର ମାଲିକ, ମୁଁ ତତେ ଦେଲେ ସିନା ତୁ ଖାଇବୁ। ମନ ଇଚ୍ଛା ତୁ କଣ ପତ୍ରଟେ ମାରୁ ମାରୁ କହୁଛୁ ଖାଇବାକୁ ମିଳିବ? ଦେଖିବା ଆଜି ପରୀକ୍ଷା କରିବା। ତେଣୁ ନନ୍ଦିକେଶ୍ୱର ଏ କଥା ତୁ କରିବୁନି। ପୁଣି ଆଉ କଣ କରିବୁନି? ନନ୍ଦିକେଶ୍ୱର ଶୁଣୁ, ସ୍ୱାମୀ କହୁଛନ୍ତି, ଶିବ ଶଙ୍କର କହୁଛନ୍ତି, କଣ କହିଲେ? ସ୍ୱାମୀ ଆଜ୍ଞା ଏଣ ସେ ଦୃଢ଼ କରି ବାନ୍ଧି ଅଇଲା। ଦେଖ ବିଲେ ସ୍କ୍ରିନ୍ କଲା। ସ୍ୱାମୀ ଆଜ୍ଞା ଏଣ ସେ ଦୃଢ଼ କରି ବାନ୍ଧି ଅଇଲା ବଜ୍ରର କିଳିଳି ଦେଇ ସେ କବାଟ କିଳିଲା। ତାମାନେ ସ୍ୱାମୀ ଆଜ୍ଞା ଏଣ, ସ୍ୱାମୀ ଆଜ୍ଞା ଏଣ, ସ୍ୱାମୀଙ୍କ ଆଜ୍ଞାକୁ ପାଇ ସେ ଦୃଢ଼ କରି ବାନ୍ଧିଲା, ବାନ୍ଧି ଅଇଲା। ବାନ୍ଧି ତ ବାନ୍ଧିଣ ଅଇଲା, ଦୃଢ଼ କରି ବାନ୍ଧିଲା। ଯେତିକି ବାନ୍ଧିଥିଲା ତ ବାନ୍ଧିଥିଲା ଯତ୍ନ ସହକାରେ, ଆଉ ଟିକେ ଟାଇଟ୍ କରିଦେଲା। ବୁଝିପାରିଲା? ଦୃଢ଼ କରି ଟାଣ କରି ବାନ୍ଧି ଅଇଲା। ତାପରେ କଣ ନା ବଜ୍ରର କିଳିଳି ଦେଇ, ଯେଉଁ ଗୁଆଣିରେ କହିଲେ ବାନ୍ଧ ବୋଲି, ଯେଉଁ ଗୁଆଣିରେ କହିଥିଲେ ବାନ୍ଧ ବୋଲି, ସେ ଗୁଆଣିର କବାଟ କିଳିଲି କହିଲେ ଖିଡିକି। ଆମେ ସେମିତି ଜାଣିଛେ ବଜ୍ରର କିଳିଳି, ବଜ୍ର ରୂପକ କିଳିଳି ବାନ୍ଧି ଦେଇ ସେ କବାଟକୁ କିଳିଲା, ସେ କବାଟକୁ ବନ୍ଦ କରିଦେଲା। କିଏ? ନନ୍ଦିକେଶ୍ୱର। ତାପରେ କଣ ଘଟଣା ଘଟିଛି ଦେଖ ପିଲେ। ବୃଷଭ ବିଚାରଇ ମତେ ଈଶ୍ୱର କସିଲେ କର ତାର ନାଥ ୟାହା କିମ୍ପାନ ବିଚାରିଲେ। ବୃଷଭ ମନେ ମନେ ଭାବୁଛି, ହେ ପ୍ରଭୁ ମତେ ଆଜି ପରୀକ୍ଷା କଲେଣି। ବୃଷଭ ବିଚାର କରୁଛି, ମତେ ଆଜି ଈଶ୍ୱର କସିଲେ। ଲାଇକ୍ ଫର ଏକ୍ସାମ୍ପଲ, ତମେ ମାନେ ଯେମିତି ଅଙ୍କ ଗୁଡାକୁ ଧରିକି କଷି ପକାଅ। କଷି ପକାଅ ମାନେ କଣ? କଷ୍ଟ ଦିଅନ୍ତି, ପରୀକ୍ଷା କରନ୍ତି ନା ନାଇଁ? ସେମିତି ବୃଷଭ ବିଚାର କରୁଛି, ମତେ ଆଜି ଈଶ୍ୱର କଷିଲେ, ମତେ ଆଜି ଈଶ୍ୱର ପରୀକ୍ଷା କଲେ। କଣ ମୁଁ କଥା କହିଲି? ହେ ପ୍ରଭୁ, ମୁଁ ତ କିଛି ମନ ଇଚ୍ଛା କହିନି, ମନ ଗଢା କାହାଣୀ କହିନି। ଶାସ୍ତ୍ରରେ ଯାହା ଲେଖା ହେଇଛି, ପୁରାଣରେ ଯାହା ଲେଖା ହେଇଛି, ସେଇ କଥା ମୁଁ ଦେବଦେବ ମହାଦେବଙ୍କୁ କହିଛି। ପରନ୍ତୁ ମୋର କଣ ଅବସ୍ଥା ଅଛି? କର ତାର ନାଥ, ହେ କର ତାର ନାଥ, ହେ ସୂର୍ଯ୍ୟ ଦେବ, ଏହା କିମ୍ପାଇଁ ନ ବିଚାରିଲେ। ଆପଣ ତ ଟିକେ ବିଚାର କରିଥାନ୍ତେ, ଆପଣ ଟିକେ ହେଲେ ବିଚାରି କରିକି କେଉଁଠି କିଛି ମତେ ଖାଇବାକୁ ଦେଇଥାନ୍ତେ। ଆପଣ ମଧ୍ୟ ଆଜି ବିଚାର କଲେନି। ତାପରେ କଣ ହେଇଛି ଦେଖ ପିଲେ। ମୋର ଏତକ କଥା ଯେ ନିଷ୍ଫଳ ହୁଅନ୍ତେ, ଆପର କର ତାଙ୍କୁ କେ ଭଗତ ହୋଇବ ଯୁଗତେ। କଣ ହେଇଛି
ନା ମୋହର ଏତକ କଥା, ମୋର ଏଇ ଯୋଉ କଥା ସବୁ କହିଲି, ସାହାଡ ବୃକ୍ଷର ପତ୍ରକୁ ମତରେ ଦେଲେ ଏଇଆ ହବ, ତୁଳସୀ ବୃକ୍ଷର ପତ୍ରକୁ ନେଇ ଦେଲେ ଏଇଆ ହବ, ବୟର ବୃକ୍ଷର ପତ୍ରକୁ ନେଇକି ଦେଲେ ଏଇଆ ହବ। ଏଇ ସବୁ କଥାକୁ କହିଲି, ଦୁବ ଘାସ କଥା କହିଲି, ତାହେଲେ ମୋର ଏତକ କଥା ଯେ ନିଷ୍ଫଳ ହୁଅନ୍ତା, ସରି ନିଷ୍ଫଳ ହୁଅନ୍ତେ ଯଦି ମୋର ଏଇ ସବୁ କଥା ନିଷ୍ଫଳ ହୋଇଯିବ, ଆବର କର ତାଙ୍କୁ, ଆବର କର ତାଙ୍କୁ, ଆବର କହିଲେ ପିଲେ, ଆବର କହିଲେ ପୁଣି, କର ତାଙ୍କୁ କହିଲେ ସୂର୍ଯ୍ୟଦେବଙ୍କୁ, ପୁଣି ତାହେଲେ ସୂର୍ଯ୍ୟଦେବଙ୍କର କିଏ ଭଗତ ହୋଇବ ଯୁଗତେ ଯୁଗେ ଯୁଗେ, ସୂର୍ଯ୍ୟଙ୍କର ଭକ୍ତ କିଏ ହବ? ଯୁଗେ ଯୁଗେ ସୂର୍ଯ୍ୟଦେବଙ୍କର ଭକ୍ତ କିଏ ହବ? ଦେଖ ପିଲେ, ସୂର୍ଯ୍ୟଦେବଙ୍କୁ ପୂଜା କରି ଆମେ ସେମିତି ଜାଣିଛେ ଶାମ୍ବ କିଭଳି ଦୁବାରୁଦ୍ର ପୁଷ୍ପ ବ୍ୟାଧିରୁ ମୁକ୍ତି ପାଇଥିଲେ ଏବଂ ତାଙ୍କର ପ୍ରମାଣ ସ୍ୱରୂପ କିଭଳି କୋଣାର୍କ ମନ୍ଦିର ଆଜି ଠିଆ ହୋଇଛି ଏବଂ ଯାହାର ପ୍ରଥମ କିରଣ ମଧ୍ୟ ଆଜି କୋଣାର୍କ ମନ୍ଦିରରେ ପଡୁଛି, ବୁଝିପାରିଲା? ସେଇ ସୂର୍ଯ୍ୟ ଦେବତା ଏବଂ ସେଇ ସୂର୍ଯ୍ୟ ଦେବତାଙ୍କର ପୁଣି କିଏ ଭକ୍ତ ହୋଇବ? ହେଁ? କିଏ ଯୁଗେ ଯୁଗେ ଭକ୍ତ ହୋଇବ? ଯଦି ମୋ କଥା ଆପଣ ମଧ୍ୟ ବିଚାର କଲେନି, ଶିବ ଶଙ୍କର ମୋର ପ୍ରଭୁ ହେଇ ମତେ ଆଜି ଏଇ ପରୀକ୍ଷା କରିଛନ୍ତି, ହେଲେ ସୂର୍ଯ୍ୟଦେବ ଆପଣ ତ ମୋ ପାଇଁ କିଛି କରିପାରିଥାନ୍ତେ, ପରନ୍ତୁ କାହିଁକି ମୋର ଏଇ କଥା ଯଦି ଏଇ ଶାଳ ବୃକ୍ଷର ପତ୍ର କଥା ଯଦି ଆଜି ନିଷ୍ଫଳ ହେଇଯିବ, ତାହେଲେ ଆପଣଙ୍କର ଭକ୍ତ ଆଉ କିଏ ହବ? ଆପଣଙ୍କୁ ଆଉ କିଏ ପୂଜା କରିବ? ତାପରେ କଣ ହେଇଛି ଦେଖ ବିଲେ, ନିଷେଧେଣ ବାସ ଖୋଡ଼ ନାଡ଼ ଦିଅନ୍ତି ସେ ତୁଣ୍ଡେ, ଦେଖିଲା ଅମୃତ ଯୋଗାଡ଼ ପୁରୀ ଅଛି ଭାଣ୍ଡେ। ତାମାନେ କଣ? ନିସ୍ତେଣ, ନିସ୍ତେଣ, ନିଷେଧଣ କହିଲେ କଣ? ନିଷେଧଣ କହିଲେ ପିଲେ ମୁହଁ ଫେରାଇ, ଯେତେବେଳେ ସୂର୍ଯ୍ୟଦେବଙ୍କୁ ଏକଥା କହିଛି ତାପରେ ମୁହଁ ଫେରେଇ ଆଣିଛି ଏବଂ ହାଲିଆ ହୋଇଯାଇଛି, ଦୁଃଖରେ ମ୍ରିୟମାଣ ହୋଇପଡିଛି ଏବଂ ଆସିଛି ବାସି ଖଡ କାଳେ ଥିବ, ବାସି ଶୁଖିଲା ନଡା ପଡା କାଳେ ଥିବ ଗୁଆଣିରେ, କାଳେ ଥିବ ଦିଅନ୍ତି ସେ ତୁଣ୍ଡେ, ତୁଣ୍ଡେ ଯେତେବେଳେ ଆଣିକି ଗୁଆଣିରେ ଏମିତି ଦେଇଛନ୍ତି, ବାସି ନଡା କାଳେ ଥିବ, ମୋ ଭାଗ୍ୟରେ ଆଜି ମିଳିବ, ଭଲ ଖାଦ୍ୟ ତ ମିଳିଲାନି, କିଛି ନାହିଁ, କାଳେ ବାସି ନଡା କିଛି ଥବ। ତାପରେ କଣ ଦେଖ ବିଲେ, ଦେଖିଲା ଅମୃତ ଯୋଗାଡ଼ ପୁରୀ ଅଛି ଭାଣ୍ଡେ, ଦେଖିଲା ବୃଷଭ ଦେଖିଲା, କଣ ତା ଆଖିରେ ପଡିଗଲା, ଆରେ 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 ଆରେ, ଅମୃତ ଯୋଗାଡ଼, ସୁସ୍ୱାଦ୍ୟ ଖାଦ୍ୟ, ଏଇ ସବୁ କେଉଁଠୁ ଆସିଲା ଯୋଗାଡ଼? ପୁରୀ ଅଛି ଭାଣ୍ଡେ, ପୁରୀ ପୁରୀ ପୁରା ପୁରୀ ଅଛି, ପୁରା ଭରପୁର ପୁରୀ ଅଛି। ତାପରେ କଣ ହେଇଛି ପିଲେ, ଏସବୁ ପରବର୍ତ୍ତୀ ସମୟରେ ଆଲୋଚନା କରିବା। ତାହେଲେ ଆଜି ପାଇଁ ବାସ୍ ଏତିକି, ଦେଖା ହବ ଆଉ ଏକ ଭିଡିଓରେ, ସେତେ ପର୍ଯ୍ୟନ୍ତ କଣ, ସି ୟୁ ସୁନ୍।